ହାଉଡ଼ା ମୁମ୍ବାଇ ଏକ୍ସପ୍ରେସ୍। ହାଉଡ଼ା ମୁମ୍ବାଇ ଏକ୍ସପ୍ରେସ୍ ଦୁର୍ଘଟଣା ଗଲା 2 ଜୀବନ। ଭାରତୀୟ ରେଳ ବିଭାଗରେ ରେଳ ଦୁର୍ଘଟଣା ଆଉ ଜମା ପିଛା ଛାଡ଼ୁନି। ଦୁର୍ଘଟଣା ହେବା ଏକ ସାଧାରଣ କଥାରେ ପରିଣତ ହେଲାଣି। ଓଡ଼ିଶାର ବାହାନଗାଠାରୁ ଆରମ୍ଭ କରି ଅନ୍ୟାନ୍ୟ ରାଜ୍ୟରେ ଦୁର୍ଘଟଣା ପରେ ଦୁର୍ଘଟଣା। ରେଳଯାତ୍ରା କେତେ ସୁରକ୍ଷିତ ସେ ନେଇ ମଧ୍ୟ ଚିନ୍ତା ପ୍ରକଟ କଲେଣି ରେଳଯାତ୍ରୀ। ରେଳ ବିଭାଗର ଅସାବଧାନତା ଓ ସତର୍କତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଝାଡ଼ଖଣ୍ଡରେ ହାଉଡ଼ା ମୁମ୍ବାଇ ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ଘଟଣାରେ 2 ଯୁବକଙ୍କ ମୃତାହତ ଘଟଣା ସମଗ୍ର ରାଉରକେଲାରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି। ଗତକାଲି ଭୋର ସମୟରେ ରାଜଖରସୁଆଁଠାରେ ହାଉଡ଼ା ମୁମ୍ବାଇ ଏକ୍ସପ୍ରେସ୍ ଦୁର୍ଘଟଣା ଘଟି ରାଉରକେଲାର 2 ଯୁବକ ମାଲଗୋଦାମ ଅଞ୍ଚଳର ଅଜିତ ସାମଲ ଓ ଅନ୍ୟ ଜଣେ ରେଲୱେ କଲୋନୀର ବିକାଶ ରାଓଙ୍କର ମୃତ୍ୟୁ ହୋଇଛି। ଏହି 2 ଯାତ୍ରୀ ଗତ ରାତ୍ରିରେ ଉଭୟ ଟିକେଟ୍ କାଟି ଜେନେରାଲ ବଗିରେ ଉଠିଥିଲେ। ଭୋର ସମୟରେ ଏହି ରେଳ ଦୁର୍ଘଟଣାରେ ଏହି 2 ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କ ପରିବାର ଚକ୍ରଧରପୁର ହସ୍ପିଟାଲ ଯାଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ହସ୍ତାନ୍ତର କରାଯିବ। ଖବର ନେବାରେ ଜଣାପଡ଼ିଛି ଯେ ଚକ୍ରଧରପୁର ଡିଭିଜନରେ ରାଜଖରସୁଆଁଠାରୁ 7 କିଲୋମିଟର ଦୂରରେ ଥିବା ବାରାବମ୍ବୋ ଷ୍ଟେସନ ନିକଟରେ ଏକ୍ସପ୍ରେସଟି ଏକ ମାଲବାହୀ ଟ୍ରେନ୍କୁ ଧକ୍କା ଦେବାରୁ ହାଉଡ଼ା ମୁମ୍ବାଇ ଏକ୍ସପ୍ରେସ୍ ଲାଇନ୍ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣା ଯୋଗୁଁ 18ଟି କୋଚ୍ ଟ୍ରାକ୍ରୁ ଖସିଯାଇଥିବା ଜଣାପଡ଼ିଛି। ତାହା ମଧ୍ୟରେ 16ଟି ଯାତ୍ରୀବାହୀ ବଗି, ଗୋଟିଏ ପ୍ୟାଣ୍ଟ୍ରି କାର୍ ଓ ପାୱାର କାର୍ ରହିଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ଟ୍ରେନ୍ର ବଗିଗୁଡ଼ିକ ଲାଇନ୍ଚ୍ୟୁତ ହେଲା ତାହା ଏବେ ବି ଅସ୍ପଷ୍ଟ ରହିଛି। ଦୁର୍ଘଟଣା ପରେ ରେଳବାଇ ପକ୍ଷରୁ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଦୁର୍ଘଟଣା ପରେ 5ଟି ଟ୍ରେନ୍ର ଚଳାଚଳ ବାତିଲ ହୋଇଥିବା ବେଳେ 17ଗୋଟି ଟ୍ରେନ୍ର ଗତିପଥକୁ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାଟି ଘଟିଥିଲା ଭୋର 3ଟା 45 ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।